ଦେଖନ୍ତୁ ଆମର ଏଇ ଯୋଉ ଗ୍ରହ କଥା ଗୁଡିକ ପଡିଛି ଖାଲି ଆଖିରେ ଦେଖାଯାଉଛି ସେଗୁଡିକ ଏବେ ନୁହେଁ ହଜାର ହଜାର ବର୍ଷ ଧରି ଆମେ ଖାଲି ଆଖିରେ ଦେଖି ଆସୁଛୁ। ଆମର ଯୋଉମାନେ ଆଗରୁ ଥିଲେ ପୂର୍ବପୁରୁଷ ମାନେ ସେମାନେ ମଧ୍ୟ ଦେଖିଥିଲେ ଆଉ ଏବେ ମଧ୍ୟ ଦେଖିପାରୁ, କିନ୍ତୁ ଏବେ ଆମେ ଆକାଶକୁ ଦେଖିବା ଯେହେତୁ କମେଇ ଦେଇଛେ, ଆକାଶ ତାରା ଲକ୍ଷ୍ୟ କୁ ଦେଖୁନାହିଁ, ସେଥିପାଇଁ ଆମକୁ ଲାଗୁଛି ଯେ ଏଇଟା ଗୋଟେ ବିରଳ ଘଟଣା, କିନ୍ତୁ ପ୍ରକୃତରେ ଏଇଟା ଜମା ବିରଳ ନୁହେଁ। କାରଣ ଆମର ଯୋଉ 8ଟି ଗ୍ରହ ରହିଛି, ସୂର୍ଯ୍ୟ ଚାରିପଟେ 8ଟି ଗ୍ରହ ବୁଲୁଛି ଆପଣ ଜାଣିଛନ୍ତି। ତ ସେ 8ଟି ଭିତରୁ 5ଟି ଗ୍ରହକୁ ଆମେ ଖାଲି ଆଖିରେ ଦେଖିପାରିବା। ସେଗୁଡିକ ହେଲା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଆଉ ଶନି। ଆଉ ଯେହେତୁ ଏଇ ଗ୍ରହ ଗୁଡିକ ସୂର୍ଯ୍ୟ ଚାରିପଟେ ବୁଲିଲା ବେଳେ ସେମାନେ ଅଲଗା ଅଲଗା ବେଗରେ ବୁଲୁଛନ୍ତି, ଯେମିତିକି ସୂର୍ଯ୍ୟ ଚାରିପଟେ ଥରେ ବୁଲି ଆସିବାକୁ ମଙ୍ଗଳ 88 ଦିନ ସମୟ ନେଉଛି। ଶୁକ୍ର ଗ୍ରହ ସେମିତି 228 ଦିନ ସମୟ ନେଉଛି। ପୃଥିବୀ 365 ଦିନ ସମୟ ନେଉଛି। ମଙ୍ଗଳ ଗ୍ରହ 487 ଦିନ ସମୟ ନିଏ। ତ ଏମିତି ବୁଲୁ ବୁଲୁ କଣ ହୁଏ ନା, ଆକାଶରେ ଆମକୁ ବେଳେ ବେଳେ 2ଟି 3ଟି ବା 4ଟି ଗ୍ରହ ଏକା ସମୟରେ ଦେଖାଯାଇଥାନ୍ତି। ତ ଏବେ ଯୋଉ ଆକାଶରେ ଆମେ ଦେଖୁଛେ 4ଟି ଗ୍ରହକୁ ଆମେ ପରିଷ୍କାର ଭାବରେ ଖାଲି ଆଖିରେ ଜାନୁଆରୀ ମାସରୁ ଆମେ ଦେଖି ସାରିଲାଣି, 15 ତାରିଖରୁ ଦେଖାଗଲାଣି ସେଗୁଡିକ, ଏବଂ ଆସନ୍ତା ଜାନୁଆରୀ 31 ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାରେ ଏଟା ଦେଖାଯିବ। ନା, ଯାହା ସେ କଥା ମୁଁ କହୁଥିଲି, ଯୋଉ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ଯେ ସେମାନେ ଗୋଟିଏ ସରଳ ରେଖାରେ ଦେଖାଯିବେ, ସେମାନେ ଚିତ୍ର ଗୋଟେ ଦେଖାଯାଉଛି ବହୁତ ବଡ ବଡ ଦେଖାଯିବେ, ସେଗୁଡିକ ପ୍ରକୃତରେ ପୁରା ବିଭ୍ରାନ୍ତିକର। ସେ ତାର ଏଥିରେ କୌଣସି ସତ୍ୟତା ନାହିଁ। ଯେତେବେଳେ ବି ଆମେ ଗ୍ରହଟିଏ ଦେଖିଥାଉ ଆକାଶରେ, ବୁଧ ହଉ, ଶୁକ୍ର ହଉ, ମଙ୍ଗଳ ହଉ, ବୃହସ୍ପତି ହଉ, ସେଗୁଡିକ ଗୋଟେ ଉଜ୍ଜଳ ତାରା ଭଳିଆ ଆମକୁ ଦେଖାଯିବେ। ତାଠୁ କେବେ ବି ଆମ ପୃଥିବୀରୁ ଖାଲି ଆଖିରେ ବଡ ଆକାରରେ ଦେଖାଯିବେ ନାହିଁ। ଆଉ ସେମାନଙ୍କର ଦୂରତା ବେଳେ ବେଳେ କମିଥାଏ ବଢିଥାଏ, କିନ୍ତୁ ସେଇ ଦୂରତା ଯୋଉ କମିଥାଏ ବଢିଥାଏ ସେଗୁଡିକ ପ୍ରକୃତରେ ଏତେ ଫରକ ପକେଇ ନଥାଏ, କାରଣ ସେମାନେ ସେମାନେ ଆମଠାରୁ କୋଟି କୋଟି କିଲୋମିଟର ଦୂରରେ ରହିଛନ୍ତି। ତ ଏଭଳି ଗୋଟେ ଅବସ୍ଥା ଆସିଛି ଯୋଉଟା କି ଆମେ ଏବେ ଦେଖିପାରିବା। ଆମେ ଯଦି ସନ୍ଧ୍ୟାବେଳେ ସୂର୍ଯ୍ୟାସ୍ତ ପରେ ପରେ ପୂର୍ବ ଦିଗକୁ ଲକ୍ଷ୍ୟ କରିବା, ଦେଖିବା ପୂର୍ବ ଦିଗ୍ବଳୟର ଟିକେ ଉପରେ ଲାଲ ରଙ୍ଗର ଗୋଟେ ତାରା ଭଳି ଦେଖାଯାଉଛି, ସେଇଟା ହଉଛି ମଙ୍ଗଳ ଗ୍ରହ। ମୁଣ୍ଡ ଉପର ପାଖାପାଖିରେ ଦେଖାଯିବ ବୃହସ୍ପତି ଗ୍ରହଟି, ଯୋଉଟା କି ବହୁତ ଉଜ୍ଜଳ, ତାକୁ ଚିହ୍ନିବାରେ କୌଣସି ଅସୁବିଧା ହବନି। ଠିକ ସେମିତି ଆମେ ଯଦି ସେଇ ସମୟରେ ପଶ୍ଚିମ ଆକାଶକୁ ଦେଖିବା, ପଶ୍ଚିମ ଆକାଶରୁ ପ୍ରାୟ 30-40 ଡିଗ୍ରୀ ଉପରେ ରହିଛି ଶୁକ୍ର ଗ୍ରହ, ଯୋଉଟା କି ବହୁତ ଉଜ୍ଜଳ। ବର୍ତ୍ତମାନ ଯୋଉ ସ୍ଥିତି ରହିଛି, ପୂର୍ବ ଆକାଶରେ ମଙ୍ଗଳ ପାଖରେ ସେମିତି ଉଜ୍ଜଳ ତାରା କିଛି ନାହିଁ, ଆଉ ମଙ୍ଗଳ ଗ୍ରହଟି ଟିକେ ଲାଲ ରଙ୍ଗର ଦେଖାଯିବ। ଆଉ ବୃହସ୍ପତି ଆଉ ଶୁକ୍ର ଗ୍ରହକୁ ଚିହ୍ନିବାରେ କୌଣସି ଅସୁବିଧା ନାହିଁ। ସେଇ ଦୁଇଟି ଯାକ ବହୁତ ଉଜ୍ଜଳ ଦେଖାଯାଉଥିବ। ବୃହସ୍ପତିଟି ସନ୍ଧ୍ୟା ସମୟରେ ପ୍ରାୟ ମୁଣ୍ଡ ଉପରେ ଥିବ, ଏବଂ ସେଇ ପଶ୍ଚିମ ଦିଗ୍ବଳୟରୁ 20-30 ଡିଗ୍ରୀ ଭିତରେ ଉପରେ ଥିବ ଶୁକ୍ର ଗ୍ରହଟି। ତ ସେଗୁଡିକୁ ଚିହ୍ନିବାରେ କୌଣସି ପ୍ରକାର ଅସୁବିଧା ହବନି। ଶୁକ୍ରର ଅଳ୍ପ ତଳରେ ଶନି ଗ୍ରହ ରହିଛି। ତା ଛଡା ବହୁତ ଗୁଡିଏ ଆମର ମାଧ୍ୟମ ରହିଛି ଆମର ମୋବାଇଲରେ। ବର୍ତ୍ତମାନ ଆଜିକାଲି ବହୁତ ଗୁଡିଏ ସୋସିଆଲ ମାନେ ମ୍ୟାପ ମିଳୁଛି, ସ୍କାଏ ମ୍ୟାପ ମିଳୁଛି। ତ ତାକୁ ଧରି ଆମେ ଯଦି ସେଇ ତାରା ଆଡକୁ ଲକ୍ଷ୍ୟ କରି ଦେଖେଇବା, ତାହେଲେ ସେ ତା ନାଁଟି ସେଠି ଲେଖିଦେଇ ପାରିବ। ତେଣୁ ଚିହ୍ନିବା ପାଇଁକା ବହୁତ ଗୁଡିଏ ଆପ୍ ମଧ୍ୟ ଆଜିକାଲି ମିଳୁଛି, ଯୋଉଟା କି ଆପଣ ସ୍ମାର୍ଟଫୋନରେ ବ୍ୟବହାର କରିପାରିବେ। ନହେଲେ ସ୍କାଏ ମ୍ୟାପ ରହିଛି, ବହୁତ ପ୍ରକାର ସାଧନ ରହିଛି। ନହେଲେ ଯୋଉମାନେ ଜାଣିଛନ୍ତି ଚିହ୍ନିଛନ୍ତି ସେମାନଙ୍କ ମାଧ୍ୟମରେ ଆପଣ ଦେଖନ୍ତୁ। ଏଇଟା ଗୋଟେ ବିଶେଷ ଘଟଣା। ଆପଣ ଯାହା କହୁଥିଲେ ଯେ କେବଳ 25 ତାରିଖ ଆଉ ଆଜି ଦେଖାଯିବ, ସେଇଟା ଠିକ ନୁହେଁ। ମୁଁ କହିବି ଆମେ ଆଜିଠାରୁ 30 ତାରିଖ ପର୍ଯ୍ୟନ୍ତ ସବୁଦିନ ସନ୍ଧ୍ୟାବେଳେ 2 ଘଣ୍ଟା ଧରି, ଆମେ 2-2.5 ଘଣ୍ଟା ଧରି 4ଟି ଗ୍ରହକୁ ଖାଲି ଆଖିରେ ଦେଖିପାରିବା। ତାପରେ 2ଟି ଗ୍ରହ ଅସ୍ତ ହେଇଯିବ, ଶନି ଆଉ ଶୁକ୍ର। କିନ୍ତୁ ତାପରେ ମଧ୍ୟ ମଙ୍ଗଳ ଗ୍ରହ, ବୃହସ୍ପତି ଗ୍ରହ ରାତି 12ଟା ପର୍ଯ୍ୟନ୍ତ ମଧ୍ୟ ରହିଥିବ। ସେମାନେ ଧୀରେ ଧୀରେ ପୂର୍ବରୁ ପଶ୍ଚିମ ଆଡକୁ ଗତି କରୁଥିବେ, ତେଣୁ ସେଇ ଗ୍ରହ ଗୁଡିକ ମଧ୍ୟ ଦେଖିପାରିବେ। ତେଣୁ ଏଇଟା କିଛି ସେମିତି ବିରଳ ନୁହେଁ, ଦେଖିବାରେ କିଛି ଅସୁବିଧା ନାହିଁ। ଆଉ ଗୋଟେ ମଧ୍ୟ ମୁଁ କହୁଛି, ଏଇଭଳିଆ ଘଟଣା ଗୋଟେ ଫେବୃଆରୀ 28 ତାରିଖ ପରେ ପୁଣି ଘଟିବ, ଯେତେବେଳେ କି ଭୋର ସମୟରେ ଆମେ ପୁଣି 4ଟି ଗ୍ରହକୁ ଖାଲି ଆଖି ଦେଖିପାରିବା। ସେତେବେଳେ ଶନିକୁ ଦେଖିପାରିବାନି, କିନ୍ତୁ ଶନି ବଦଳରେ ଆମେ ବୁଧ ଗ୍ରହକୁ ଦେଖିପାରିବା। ତେଣୁ ସେଇ ଭଳିଆ ସୁଯୋଗ ମଧ୍ୟ ଆଗରୁ ରହିଛି। ତେଣୁ ଏବେଠୁ ଆପଣମାନେ ଗ୍ରହମାନେ ଚିହ୍ନନ୍ତୁ, ବିଶେଷ କରି ଛାତ୍ରଛାତ୍ରୀ ମାନେ ଚିହ୍ନିକି ତାକୁ ଖାଲି ଆଖିରେ ଦେଖିବା ପାଇଁ ଅନୁରୋଧ କରାଯାଉଛି।